ଆଚ୍ଛା କେବେ ଭାବିଛନ୍ତି ଆମର ଏତେ ବଡ଼ ଦେଶ ଭାରତ ପ୍ରତିଦିନ ଚାଲେ କେମିତି? ତେବେ ଆଜି ଆମେ ସେହି ସବୁ ଅଦୃଶ୍ୟ ଜୀବନରେଖା ବିଷୟରେ ଜାଣିବା ଯାହା ଏହି ଦେଶକୁ ସବୁବେଳେ ଗତିଶୀଳ ଆଉ ସଂଯୁକ୍ତ କରି ରଖିଛି। ପ୍ରଶ୍ନଟା ବହୁତ ବଡ଼ ନୁହେଁ କି? ହେଲେ ଏହାର ଉତ୍ତର ଆମ ଚାରିପାଖେ ହିଁ ଅଛି। ଆମେ ପ୍ରତିଦିନ ଯେଉଁ ରାସ୍ତା ଦେଖୁଛେ, ଯେଉଁ ରେଳ ଲାଇନ୍ ଦେଖୁଛେ, ଆଉ ସେହି ଅଦୃଶ୍ୟ ନେଟୱାର୍କ ଯାହା ଆମ ସମସ୍ତଙ୍କୁ ଏକାଠି ବାନ୍ଧି ରଖିଛି, ସେଇଠି ହିଁ ଏହାର ଉତ୍ତର ଲୁଚି ରହିଛି। ଆଚ୍ଛା, ଏହାକୁ ବୁଝିବା ପାଇଁ ଗୋଟିଏ ବଢ଼ିଆ ଉପାୟ ଅଛି। ଚାଲନ୍ତୁ ଏମିତି ଭାବିବା, ଆମ ଦେଶ ଭାରତ ଯେମିତି ଗୋଟିଏ ଜୀବନ୍ତ ଶରୀର। ତେବେ ଏହାର ପରିବହନ ବ୍ୟବସ୍ଥା ହେଉଛି ରକ୍ତ ସଞ୍ଚାଳନ ପ୍ରଣାଳୀ ଆଉ ଯୋଗାଯୋଗ ହେଉଛି ସ୍ନାୟୁ ପ୍ରଣାଳୀ। ତେବେ ଆସନ୍ତୁ ଆଗେ ରକ୍ତ ସଞ୍ଚାଳନ ପ୍ରଣାଳୀ ବିଷୟରେ ଜାଣିବା। ତେବେ ଏହି ରକ୍ତ ସଞ୍ଚାଳନ ପ୍ରଣାଳୀର ଧମନୀଗୁଡ଼ିକ କ'ଣ? ସେଗୁଡ଼ିକ ହେଉଛି ଆମର ସଡ଼କ ପଥ। ଏହି ରାସ୍ତାଗୁଡ଼ିକ ହିଁ ଦେଶର କୋଣ ଅନୁକୋଣକୁ ଜୀବନ ଆଉ ବାଣିଜ୍ୟ ପହଞ୍ଚାଇଥାଏ। ଏହି ମାନଚିତ୍ରକୁ ଟିକେ ଦେଖନ୍ତୁ। ଏଗୁଡ଼ିକ କ'ଣ ଖାଲି ଗାର ଭଳି ଲାଗୁଛି? ଆଦୌ ନୁହେଁ। ଏହି ରେଖାଗୁଡ଼ିକ ହିଁ ହେଉଛି ସେହି ପଥ ଯାହା ଜଣେ ଚାଷୀକୁ ବଜାର ସହ ଯୋଡ଼େ, ଗୋଟେ ଗାଁକୁ ସହର ସହ ଯୋଡ଼େ, ଆଉ ପରିବାରମାନଙ୍କୁ ପରସ୍ପର ସହ ଯୋଡ଼ିଥାଏ। 61 ଲକ୍ଷ କିଲୋମିଟର କଳ୍ପନା କରି ହେଉଛି। ଏହା ଏତେ ଲମ୍ବା ଯେ ପୃଥିବୀ ଚାରିପଟେ ପ୍ରାୟ 147 ଥର ବୁଲି ହେବ। ଆଉ ଜାଣନ୍ତି, ଏହା ହେଉଛି ପୃଥିବୀର ଦ୍ୱିତୀୟ ବୃହତ୍ତମ ସଡ଼କ ନେଟୱାର୍କ। ଏଥିରୁ ଭାରତର ବିଶାଳତା ଆଉ ମହତ୍ୱାକାଂକ୍ଷାର ଅନ୍ଦାଜ ଲଗାଇ ହେବ। ହେଲେ ଏତେ ବଡ଼ ନେଟୱାର୍କକୁ ଚଲେଇବା କ'ଣ ସହଜ? ସେଥିପାଇଁ ତ ଏହାକୁ ଅନେକ ଭାଗରେ ବଣ୍ଟାଯାଇଛି। ଆଉ ଏସବୁ ଭିତରେ ସବୁଠୁ ଗୁରୁତ୍ୱପୂର୍ଣ୍ଣ ହେଉଛି ସ୍ୱର୍ଣ୍ଣ ଚତୁର୍ଭୁଜ। ଏହା ଦେଶର 4ଟା ବଡ଼ ମହାନଗର ଦିଲ୍ଲୀ, ମୁମ୍ବାଇ, ଚେନ୍ନାଇ ଆଉ କୋଲକାତାକୁ ଯୋଡ଼େ। ଏହା କେବଳ ରାସ୍ତା ନୁହେଁ, ଏହା ହେଉଛି ଦେଶର ଆର୍ଥିକ ଧମନୀ, ଯାହା ବଡ଼ ବଡ଼ ଶିଳ୍ପ, କୃଷି ଓ ସାଂସ୍କୃତିକ କେନ୍ଦ୍ରଗୁଡ଼ିକୁ ଯୋଡ଼ି ଆମ ବାଣିଜ୍ୟକୁ ଏକ ନୂଆ ଗତି ଦେଇଛି। ଆଚ୍ଛା, ତ ରାସ୍ତାଗୁଡ଼ିକ ଯଦି ଧମନୀ ହେଲା, ତାହେଲେ ଆମ ଦେଶର ମେରୁଦଣ୍ଡ କିଏ? ସେ ହେଉଛି ଭାରତୀୟ ରେଳବାଇ। ଦେଶର ଭାରୀ ଜିନିଷପତ୍ରଠୁ ଆରମ୍ଭ କରି କୋଟି କୋଟି ଲୋକଙ୍କୁ ପ୍ରତିଦିନ ଏହା ହିଁ ବୋହିନିଏ। ଏହାର କାହାଣୀ ବି ବହୁତ ପୁରୁଣା। 1853ରେ ମାତ୍ର 34 କିଲୋମିଟରରୁ ଆରମ୍ଭ ହୋଇଥିବା ଏକ ଯାତ୍ରା, ଆଉ ଆଜି ଦେଖନ୍ତୁ 150 ବର୍ଷର ଅଧିକ ସମୟ ପରେ ଏହା କେବଳ ଗୋଟେ ପରିବହନ ମାଧ୍ୟମ ହୋଇ ରହିନାହିଁ, ବରଂ ସାରା ଭାରତକୁ ଯୋଡ଼ୁଥିବା ଏକତାର ସୂତ୍ର ପାଲଟିଛି। ଏହି ସଂଖ୍ୟାଗୁଡ଼ିକ କ'ଣ କହୁଛି? ଏହା ସ୍ପଷ୍ଟ କରୁଛି ଯେ ରେଳବାଇ ବିନା ଦେଶର ଶିଳ୍ପ ଚାଲିବା ପ୍ରାୟ ଅସମ୍ଭବ। କଳ୍ପନା କରନ୍ତୁ, ଯଦି ରେଳ ନଥାନ୍ତା, ତେବେ ଆମ ଦେଶର ବଡ଼ ବଡ଼ କାରଖାନାଗୁଡ଼ିକ ପାଇଁ ଲୁହପଥର, ଖଣିଜ ତେଳ ଆଉ ସିମେଣ୍ଟ ପହଞ୍ଚନ୍ତା କେମିତି? ଅର୍ଥନୀତିର ଚକ ବନ୍ଦ ହୋଇଯାନ୍ତା। ହଉ, ତ ରାସ୍ତା ଆଉ ରେଳବାଇ କଥା ତ ଆମେ ଜାଣିଲେ, କିନ୍ତୁ ଏହା ଛଡ଼ା ଆହୁରି କିଛି ଖାସ୍ ପରିବହନ ବ୍ୟବସ୍ଥା ଅଛି ଯାହାର କାମ ବହୁତ ନିର୍ଦ୍ଦିଷ୍ଟ, ହେଲେ ସେତିକି ହିଁ ଗୁରୁତ୍ୱପୂର୍ଣ୍ଣ। ପ୍ରଥମେ ଚାଲନ୍ତୁ ଏମିତି ଏକ ନେଟୱାର୍କ ବିଷୟରେ କଥା ହେବା ଯାହାକୁ ଆମେ ଦେଖିପାରୁନାହୁଁ, କିନ୍ତୁ ଏହା ବିନା ଆମ ଘର ଆଉ କାରଖାନାକୁ ଶକ୍ତି ମିଳିବା କଷ୍ଟକର। ହଁ, ମୋ ପାଇପଲାଇନ୍ କଥା କହୁଛି। ଅଶୋଧିତ ତେଲ ହେଉ, ପେଟ୍ରୋଲିୟମ ଜିନିଷ ହେଉ ବା ପ୍ରାକୃତିକ ଗ୍ୟାସ୍, ଏସବୁକୁ ହଜାର ହଜାର କିଲୋମିଟର ଦୂରକୁ ପଠାଇବାର ଏହା ହେଉଛି ସବୁଠୁ ନିରାପଦ ଆଉ ଭଲ ଉପାୟ। ସତରେ ଏକ ଲୁକାୟିତ କିନ୍ତୁ ଗୁରୁତ୍ୱପୂର୍ଣ୍ଣ ଧମନୀ। ଆଚ୍ଛା, ମାଟି ତଳର କଥା ତ ଜାଣିଲେ। ଏବେ ଚାଲନ୍ତୁ ଉପରକୁ, ମେଘ ଉପରକୁ। ଆକାଶପଥ, ଯାହା ଦୂରତାକୁ ମୁହୂର୍ତ୍ତକରେ କମ୍ କରିଦିଏ। ଆଉ ଏହାର ପ୍ରକୃତ ଗୁରୁତ୍ୱ ଜଣାପଡ଼େ ସଙ୍କଟ ସମୟରେ। ବନ୍ୟା ହେଉ କି ଭୂମିକମ୍ପ, ଯେତେବେଳେ ସବୁ ରାସ୍ତା ବନ୍ଦ ହୋଇଯାଏ, ସେତେବେଳେ ଆକାଶପଥ ହିଁ ଜୀବନ ବଞ୍ଚାଇବାରେ ଏକମାତ୍ର ମାଧ୍ୟମ ପାଲଟିଯାଏ। ତେବେ ଏତେ ସମୟ ଧରି ଆମେ ଦେଶର ରକ୍ତ ସଞ୍ଚାଳନ, ମାନେ ଜିନିଷପତ୍ର ଆଉ ଲୋକଙ୍କର ଯିବା ଆସିବା କଥା କହୁଥିଲେ। ଏବେ ସମୟ ଆସିଛି ସ୍ନାୟୁ ପ୍ରଣାଳୀ ବିଷୟରେ ଜାଣିବାର, ମାନେ ସୂଚନା, ଖବର ଆଉ ବ୍ୟବସାୟର ପ୍ରବାହ କେମିତି ଚାଲେ। ଏଇଟା ଦେଖନ୍ତୁ, ଆମ ଦେଶର ସ୍ନାୟୁ ପ୍ରଣାଳୀ କେତେ ସକ୍ରିୟ, ତାର ଏହା ଏକ ବଢ଼ିଆ ଉଦାହରଣ। ଦେଶରେ ପ୍ରାୟ 100ଟି ଅଲଗା ଅଲଗା ଭାଷା ଆଉ ଉପଭାଷାରେ ଖବରକାଗଜ ଛପା ହେଉଛି। ଏହା କେବଳ ଖବର ପହଞ୍ଚାଏନି, ବରଂ ଗୋଟେ ଗଣତନ୍ତ୍ରରେ କୋଟି କୋଟି ଲୋକଙ୍କର ସ୍ୱରକୁ ସାମ୍ନାକୁ ଆଣେ। ଭାରତର ଭାଷାଗତ ବିବିଧତାର ଏଠୁ ବଡ଼ ପ୍ରମାଣ ଆଉ କ'ଣ ହୋଇପାରେ? ତେବେ ଏହିସବୁ ନେଟୱାର୍କ, ରାସ୍ତାଘାଟ, ରେଳ, ଟେଲିଫୋନ, ଇଣ୍ଟରନେଟ୍ ଏସବୁ ମିଶିକି କ'ଣ କରିଛନ୍ତି? ସେମାନେ ଦୁନିଆକୁ ବହୁତ ଛୋଟ କରିଦେଇଛନ୍ତି। ଆଜି ଆମେ ଯାହାକୁ ଗ୍ଲୋବାଲ ଭିଲେଜ ବା ବିଶ୍ୱଗ୍ରାମ କହୁଛେ, ତାହା ଏହିସବୁ ଯୋଗୁଁ ହିଁ ସମ୍ଭବ ହୋଇଛି। ଯେଉଁଠି ଖବର ହେଉ କି ଜିନିଷ ମୁହୂର୍ତ୍ତକରେ ଗୋଟିଏ ଜାଗାରୁ ଆଉ ଗୋଟେ ଜାଗାକୁ ଯାଇପାରୁଛି। ଆଚ୍ଛା, ବାଣିଜ୍ୟ କଥା ଯେତେବେଳେ ଉଠିଲା, ଗୋଟେ ଜିନିଷ ବୁଝିବା ଦରକାର। ଯଦି ଗୋଟେ ଦେଶ ବିକ୍ରି କରେ ବେଶୀ ଆଉ କିଣେ କମ୍, ତାକୁ କୁହନ୍ତେ ଅନୁକୂଳ ବାଣିଜ୍ୟ ସନ୍ତୁଳନ। ଆଉ ଯଦି ଓଲଟା ହୁଏ, ମାନେ ଆମଦାନୀ ବେଶୀ ଆଉ ରପ୍ତାନି କମ୍, ତାହେଲେ ପ୍ରତିକୂଳ। ଇତିହାସ ଦେଖିଲେ ଭାରତର ସ୍ଥିତି ବେଶୀଭାଗ ସମୟରେ ପ୍ରତିକୂଳ ହିଁ ରହିଆସିଛି, ଯାହାର ଅର୍ଥ ଆମଦାନୀ ଉପରେ ଆମର ନିର୍ଭରଶୀଳତା ଅଧିକ। ସବୁ ତ ବଢ଼ିଆ ଚାଲିଛି,
ଏହି ଜୀବନରେଖାଗୁଡ଼ିକ ଦିନକୁ ଦିନ ବଢ଼ୁଛି, ମଜବୁତ ହେଉଛି, କିନ୍ତୁ ଏହା ସହିତ କିଛି ବଡ଼ ବଡ଼ ଚ୍ୟାଲେଞ୍ଜ ବା ଆହ୍ୱାନ ମଧ୍ୟ ଆସୁଛି। ଆଉ ସେଥିରୁ ସବୁଠୁ ବଡ଼ ଆହ୍ୱାନ ହେଉଛି ସହରୀକରଣ। ଲୋକମାନେ ଗାଁ ଛାଡ଼ି ସହର ମୁହାଁ ହେଉଛନ୍ତି। ଫଳରେ କ'ଣ ହେଉଛି? ସହରର ରାସ୍ତାଘାଟ, ଟ୍ରେନ୍, ବସ୍ ସବୁକିଛି ଉପରେ ପ୍ରବଳ ଚାପ ପଡ଼ୁଛି। କାରଣ ଏହି ସବୁ ବ୍ୟବସ୍ଥାର ବି ତ ଗୋଟେ ନିର୍ଦ୍ଦିଷ୍ଟ କ୍ଷମତା ଅଛି। ତେବେ ଆଜିର ଆଲୋଚନାକୁ ଆମେ ଏଇଠି ଶେଷ କରୁଛେ, କିନ୍ତୁ ଯିବା ଆଗରୁ ଏହି ଗୋଟିଏ ପ୍ରଶ୍ନ ଛାଡ଼ି ଯାଉଛୁ। ଭାରତର ଅର୍ଥନୀତି ଆଉ ଜନସଂଖ୍ୟା ତ ବଢ଼ି ଚାଲିছে। ଏହି ବଢ଼ୁଥିବା ଚାହିଦାକୁ ପୂରଣ କରିବା ପାଇଁ ଆମର ଏହି ଜୀବନରେଖାଗୁଡ଼ିକୁ ଆହୁରି କେତେ ମଜବୁତ, ଦକ୍ଷ ଆଉ ଆଧୁନିକ ହେବାକୁ ପଡ଼ିବ, ଏହା ଉପରେ ଚିନ୍ତା କରିବା ନିହାତି ଜରୁରୀ।